लिंग पुराण प्रथम खंड। खर्वस्तोळ तनु गजेन्द्र वदनम लंबोदरम सुंदरम प्रसंदन मद्गंध लुब्ध मधुप व्यालोळ गंडस्थलम दंताघात विदारित रुचिरै सिंदूर शोभाकरम वंदे शैलसुतासुतं गणपति सिद्धिप्रदं कामदं वंदे देव पशुपति सुरगुरुं वंदे जगत कारणं वंदे पन्नगभूषणं मृगधरं वंदे पशूनां पति वंदे सूर्य शशांक वह्नि नयनं वंदे मुकुंद प्रियं वंदे भक्तजनाश्रयञ्च वरदं वंदे शिवशंकरं खिरेन्दुकुंद धवलं शशिखंड चूडं स्वकीय जनताप विनाश दक्षं गिरीन्द्रराजतनया सुत वाम भागे ममलमेवं भूत वामदेव निजवाञ्छा तप्तै देवे रामायणे चैव पुराणे भारते तथा आदौ चान्ते च मध्ये च हरिः सर्वत्र गीयते। शिवंक वंदना। वंदय श्रीदेव देव वृषभ वाहन वंदय श्री महेश्वर पार्वती रमण वंदय श्री सदाशिव कैलास बिहारी वंदय त्रिपुरासुर निषोदनकारी दुष्ट दैत्यंकर दर्प दलन निमन्ते रुद्रमूर्ति धरी प्रभु भ्रम दिवारात्रे आद्याशक्ति आदि माता देवी कात्यायिनी तब भक्ति बळे बंधा होइछन्ति पुणी महाबलवान ग्रह अटे शनिश्चर तुम्भर नाम शुणिले हुए थर हर जेबण जनकु सेहु पीड़ा देउथाए तुम्भ नाम जप बळे दूरे हटि जाए एमंत महिमा प्रभु अटई तुम्भर रतनगिरी समान निर्मल शरीर शिरे जटा जुट परे अर्धचंद्र शोभा दर्शन मात्र के जन मन करे लोभा महाकाल कूट विष सागरु जन्मिला स्वर्ग मर्त्य पाताल त्रिपुरे घोटिला ब्रह्मा इंद्र विष्णु आउ कुबेर सहिते जेते बड़ बड़ देव छन्ति त्रिजगते से विष ज्वालारु जने उद्धारिबा पाई सक्षम नहिले से मानक मध्ये केही भये कातर होइले सकल मोरे पड़िले रक्षा करिबा लागि श्री पୟରେ ताहांक आरत प्रभु न पारिण सही से काल कूट विषकु साथे देले पी सेही दिनु नीलकंठ होइला तुम्भर विष ज्वालारे हृदय हेला जे अस्थिर ता मध्यरु वर्तिबाकु उपाय भियाई गंगा को मस्तक परे सदा छबही व्याघ्रांबर कटी तटे जतने गुड़ाई डंबरु बजाई नाचु थाओ थेई थेई पंचमुख त्रिनयन त्रिशूल धारण अखिल जन मानक भय निवारण विश्वर आदि पुरुष जगज्जन वंद्य
ଆଦିମାତା ଦିବାରାତ୍ର ପୂଜୁଛନ୍ତି ପାଦ। ଯେଉଁ କାମ ବାଣ ଘାତେ ତ୍ରିପୁର ଦହଇ, ଆଜନ୍ମ ବ୍ରହ୍ମଚାରୀଙ୍କ ସମାଧି ଭାଙ୍ଗଇ। ତେମନ୍ତ ବୀରକୁ ପ୍ରଭୁ କ୍ଷଣକ ମଧ୍ୟରେ ଭସ୍ମ କରିଦେଲ ଚାହିଁ ଆରକ୍ତ ନେତ୍ରରେ। ଶରଣ ରକ୍ଷଣ ପ୍ରଭୁ ସର୍ବଜ୍ଞ ପୁରୁଷ, ଆକାଶ ମାର୍ଗକୁ ଲାଗିଅଛି ତବ କେଶ। ମାଳ ମାଳ ସର୍ପ ତବ ଭୂଷଣ ଅଟନ୍ତି, ତ୍ରିଶୂଳ ଧାରଣ କରି ଭ୍ରମ ଦିବାରାତ୍ରି। ବିଷ୍ଣୁଙ୍କ ଭେଦ ଆତ୍ମା ତୁମ୍ଭେ ଦିଗମ୍ବର, ଶ୍ମଶାନ ମଧ୍ୟରେ ଯାଇ ବିଚରଣ କର। ଚିତାଭସ୍ମ ସର୍ବାଙ୍ଗରେ କର ବିଲେପନ, ଭୂତଗଣ ମାନେ ସଦା ଅଟନ୍ତି ଅଧୀନ। ତେଣୁ ଭୂତନାଥ ନାମ ବହିଛ ଆପଣ, କର୍ମରେ ନଥିଲେ ମଧ୍ୟ ଦିଅ ତୁମେ ଧନ। ଯେ ଯେଉଁ ଭାବରେ ପ୍ରଭୁ ତୁମ୍ଭଙ୍କୁ ଭଜଇ, ତେମନ୍ତ ପ୍ରକାରେ ଫଳ ସେ ଲାଭ କରଇ। ଆଉ ଯେତେବେଳେ ଧର ସଂହାର ମୂରତି, ସ୍ୱୟଂ ଚକ୍ରଧାରୀ ବିଷ୍ଣୁ ପାଆନ୍ତି ସେ ଭୀତି। ଯେତେବେଳେ ଦକ୍ଷ ଯଜ୍ଞେ ସତୀ ପ୍ରାଣ ଦେଲେ, ପତି ଅପମାନ ମାତ ସହି ନ ପାରିଲେ। ସେ ଖବର ପାଇ ତୁମ୍ଭେ ହୋଇ ଯେ ବ୍ୟଥିତ, ଅତ୍ୟନ୍ତ କ୍ରୋଧେ ମିଳିଲ ରୁଦ୍ର ରୂପେ ନାଥ। ସେବେଳେ ଯଜ୍ଞରେ ଥିଲେ ଯେତେ ସୁର ନର, ତବ ରୁଦ୍ର ତେଜ ଦେଖି ହେଲେ ଥରହର। କଥା ପଦେ କହିବାକୁ ତୁମ ଅଗ୍ରତର, ସାହସ କରିଣ କେହି ନଗଲେ ଛାମୁର। ୟା ଦେଖି ଉମା ଜନନୀ ଅର୍ଘ୍ୟସ୍ଥାଳି ଧରି, ବନ୍ଦାଇବା ପାଇଁ ଯହୁଁ ଆସିଲେ ବାହାରି। ଦେଖି ତାଙ୍କୁ କ୍ରୋଧେ ହର କମ୍ପମାନ ହୋଇ, ଅଣ୍ଡ ଦେଖାଇଲେ ପୂଜା କରିବାର ପାଇଁ। ବୋଇଲେ ହି ଅଣ୍ଡକୁ ବନ୍ଦାପନା କର, ତାହା ଦେଖି ଶାଶୁ ଅର୍ଘ୍ୟ ଧରିଣ ହସ୍ତର। ଈଶ୍ୱରଙ୍କର ଲିଙ୍ଗକୁ ବନ୍ଦାପନା କଲେ, ତାପରେ ଦକ୍ଷ ଭାବିନି ଅଭିଶାପ ଦେଲେ। ବୋଇଲେ ବିଧାନେ ଶାଶୁ ଅଟେ ମୁଁ ତୁମ୍ଭର, ଅଣ୍ଡ ଦେଖାଇଲ ଯେଣୁ ଅଗ୍ରତେ ମୋହର। ସେହି ଅଣ୍ଡ ରୂପେ କଳି ଯୁଗେ ପୂଜା ପାଅ, ମୋହର ସାପ୍ୟ ଫଳିବ ଏକଥା ନିଶ୍ଚୟ। ସେହି ଦକ୍ଷ ଘରଣୀଙ୍କ ସାପ୍ୟ ପ୍ରତିଫଳେ, ଲିଙ୍ଗ ରୂପେ ଶିବ ପୂଜା ହୁଅନ୍ତି କଳି କାଳେ। ଏକାମ୍ର କାନନେ ବଡ଼ ବିଚିତ୍ର ମନ୍ଦିରେ, ଲିଙ୍ଗରାଜ ନାମେ ପୂଜା ପାଉଛ ସେଠାରେ। ତବ ଆଶ୍ରିତରେ ଆଉ ଶତ ଶତ ଲିଙ୍ଗ, ସେହି ଏକାମ୍ର କାନନେ କରୁଛନ୍ତି ଯୋଗ। କପିଳେଶ୍ୱର ନାମରେ ମନ୍ତ୍ରୀ ଯେ ତୁମ୍ଭର, ଅଛନ୍ତି ମହାମହିମା ଅଟଇ ତାଙ୍କର। କେଦାର ଗୌରୀ ନାମରେ ଅଛନ୍ତି ଯେ ରହି, ତାହାଙ୍କ ମହିମା ମୁଖେ କହି ନ ହୁଅଇ। ସେଠାବରେ ଅତି ସୁନିର୍ମଳ କୁଣ୍ଡ ଅଛି, ଗୁପତରେ ଗଙ୍ଗା ଆସି ସେଠାରେ ରହିଛି। ତହିଁରେ ସ୍ନାହାନ ଯେହୁ କରେ କଥର, ଅଙ୍ଗୁ ପାପ ନାଶିବ ସେ କୈଳାସପୁର।
ତାହା ଦକ୍ଷିଣରେ ଆଉ କୁଣ୍ଡେ କଛଇ। ମଡ଼ିଛି କୁଣ୍ଡ ଯେ ନାମ ତାହାର ଅଟଇ। ବାଞ୍ଛା ମଡ଼ିଛି ରମଣୀ ତହିଁ କଲେ ସ୍ନାନ। କାମନା ପୂରଣ ତାର ହୁଅଇ ବହନ। ଯଥା ସମୟରେ ସେହୁ ପୁତ୍ର ଲାଭ କରେ। ମୁକ୍ତେଶ୍ୱରଙ୍କ ଦର୍ଶନେ ସର୍ବ ପାପ ହରେ। ଏହିପରି ଗୋଟି ଗୋଟି କରିଲେ ବଖାଣ। ଗ୍ରନ୍ଥ କଳେବର ବହୁ ବୃଦ୍ଧି ହେବ ଜାଣ। ତେଣୁ ଠିକେ ଠିକେ ମାତ୍ର ଦେଉଅଛି କହି। ଏକମାତ୍ର ଲିଙ୍ଗରାଜ ଶ୍ରେଷ୍ଠ ଦେବ ତହିଁ। ତାଙ୍କ ଚରଣ ତଳରେ ସର୍ବତୀର୍ଥେ ଛନ୍ତି। କଳି କାଳେ ପାପି ତପି ମାନଙ୍କୁ ତାରନ୍ତି। ବିନ୍ଦୁ ସରୋବର ନାମ ଅଟଇ ତାହାର। କୋଟି ତୀର୍ଥ ରହିଛନ୍ତି ଲୁଚିଣ ସେଠାର। ଏମନ୍ତ ଅଟଇ ଯେଉଁ ପ୍ରଭୁଙ୍କର କୀର୍ତ୍ତି। ତାଙ୍କୁ ବରଣିବା ପାଇଁ କାହିଁ ମୋର ଶକ୍ତି। ମୁଁ ତ ଅତି ଦିନହୀନ ଅଜ୍ଞାନ ଯୋଗ୍ୟ। ସାଧୁ ମେଳେ ବସି ନାହିଁ ଜାଣି ନାହିଁ ଯୋଗ। ଜପ ତପ ମନ୍ତ୍ର ତନ୍ତ୍ର ବେଦ ବା ବିଧାନ। ଜଣା ନାହିଁ ମୋତେ ମୋହି ଦିନ କିଞ୍ଚନ। ଯେଉଁ ପ୍ରଭୁଙ୍କ ମହିମା ଅଟଇ ଅପାର। ଆଦ୍ୟାଶକ୍ତି ମହାଯୋଗ୍ନି ଘରଣୀ ଯାହାର। ତାହାଙ୍କୁ କିପରି ଅବା କରିବି ଭଜନ। ଏହି କଥା ଭାବି ହୁଏ ମୋ ଚିତ୍ତ କମ୍ପନ। ପୁଣି ବିଦ୍ୟା ଦାତା ସିଦ୍ଧି ଦାତା ଗଣେଶ୍ୱର। ପୁତ୍ର ଭାବେ ମଣ୍ଡିଛନ୍ତି ଅଙ୍କ ଶିବଙ୍କର। କୁମାର କାର୍ତ୍ତିକ ନନ୍ଦୀ ଭୃଙ୍ଗି ଯାର ଦୂତ। ତାହାଙ୍କ ମହିମା କିଏ ବର୍ଣ୍ଣନେ ସମର୍ଥ। କ୍ଷୁଦ୍ର କୀଟ ଯେଉଁ ପରି ରଚେ ଶାଳ ଗ୍ରାମ। କ୍ଷୁଦ୍ର ଶଶା ଯେହ୍ନେ ମଣ୍ଡି ଅଛି ଶଶୀ ଅଙ୍ଗ। ତେମନ୍ତ ପ୍ରକାରେ ମୁହିଁ କ୍ଷୁଦ୍ର ଜୀବ ହୋଇ। ତବ ମହିମା ଲେଖନେ ମନେ ଭାବି ଛଇ। ଭଲ କିବା ଭେଲ ହେବ ନ ଜାଣଇ ତାହା। ଏକମାତ୍ର ମୋ ଭରସା ପାର୍ବତୀଙ୍କ ନାହା। ସେ ଯଦି ସୁଦୟା ହେବେ ଦିନ କିଞ୍ଚନେ। ସୁନ୍ଦର ହେବ ଏ ଗ୍ରନ୍ଥ ବିଚାରୁଛି ମନେ। ହେ ଜଗତ ପିତା ବାରେ ହୋଇ ସୁପ୍ରସନ୍ନ। ମମ କଣ୍ଠେ ବସି ପଦ କରାଅ ରଚନ। କେବଳ ଲେଖନି ଧରି ଚାଲୁଥିବି ମୁହିଁ। ତୁମ୍ଭେ ପଦ ଅର୍ଥ ପ୍ରଭୁ ଦେବ ଯେ ବତାଇ। ତେଣୁ ପଙ୍କଜ ପୟରେ ପଶୁଛି ଶରଣ। କୃପା ନୟନରେ ସଦା ତାହାନ୍ତୁ ଆପଣ। ଏ ଲିଙ୍ଗ ପୁରାଣ ଗୋଟି ଆଦ୍ୟ ପ୍ରାନ୍ତ ଯାଏ। ପଠନ କରିଲେ ଫଳ ପାଇବେ ନିଶ୍ଚୟ। ହର ପାର୍ବତୀ ତାହାଙ୍କୁ ସୁଦୟା କରିବେ। ଅନ୍ତକାଳେ ପାଦ ତଳେ ନେଇ ସ୍ଥାନ ଦେବେ। ଏତିକି ମାତର ଅଟେ ବିନତି ମୋହର। ଗୀତ ଛନ୍ଦେ ଲେଖେ ଦାସ କ୍ଷେତ୍ରବାସୀ ଛାର। ପାର୍ବତୀଙ୍କ ବନ୍ଦନା। ବନ୍ଦଇ ଗଣେଶ ଜନନୀଙ୍କ ଶ୍ରୀ ପୟରେ। ବନ୍ଦଇ ଶଙ୍କର ବାମା ଗିରିଜାଙ୍କୁ ବାରେ। ବନ୍ଦଇ ଅଭୟ ବରଦାତ୍ରୀ ଗୌରୀଙ୍କୁ। ବନ୍ଦଇ ମହିଷାସୁର ନିଧନକାରୀଙ୍କୁ। ତବ ପଦ୍ମ ପାଦେ ମାତ କରେ ନିବେଦନ।
ନ ଆସିବା ପଦ କଣ୍ଠେ ବସି କର ଦାନ। ଏ ଜଗତ ମଧ୍ୟେ ଯେତେ ବସ୍ତୁ ଦେଖେ ମୁହିଁ, ସବୁଠାରେ ତବ ସତ୍ତା ପୁରି ରହିଛଇଁ। ଜଳସ୍ଥଳ ଆକାଶ ବା ଅନିଳ ନଳ, ତୋହର ଉଦରୁ ମାତ ଜାତ ଏ ସକଳ। ମୁହିଁ ଅତି ଦିନହୀନ ଆଜନମ ମୂର୍ଖ, ତବ ମହିମା ବର୍ଣ୍ଣନେ କାହିଁ ମୋର ସଖ୍ୟ। ପଙ୍ଗୋଗିରି ଲଙ୍ଘିବାକୁ ଯେସନେ କଳ୍ପଇ, ଅନ୍ଧ ଦର୍ପଣରେ ମୁଖ ଦେଖିବା ପାଞ୍ଚଇ। ବାମନ ଯେପରି କର ବଢ଼ାଏ ଚନ୍ଦ୍ରକୁ, ମୁହିଁ ସେହିପରି ପାଞ୍ଚ କରିଛି ମନକୁ। ଭାବିଛି ଯେଣୁ ସହାୟ ଅଛି ମାତ ମୋର, ନିଶ୍ଚୟ ଗ୍ରନ୍ଥ ଖଣ୍ଡି ଭବେ ହୋଇବ ସୁନ୍ଦର। ଏହି ଆଶା ହୃଦ ପଦ୍ମେ କରିଣ ସ୍ଥାପନ, ଲିଙ୍ଗ ପୁରାଣ ଲେଖିବା ଇଛି ଅଛି ମନ। ପଙ୍କଜ ପୟର ତଳେ ଗୋଡ଼ ଘାଲି ଶୋଇ, ଜଣାଉଛି ମାତ ଦୟା କର ସ୍ନେହ ବହି। ଶୁଣିଛି ପୁରାଣେ ତବ ନାମ ଜପ କରି, ବହୁ ପାପୀ ଯମ ଦଣ୍ଡ ଯାଇଛନ୍ତି ତରି। ପୁଣି ଆଜନମ ମୂର୍ଖ ହୋଇଣ ପଣ୍ଡିତ, ସାଧୁ ସମାଜରେ ହୋଇଅଛନ୍ତି ଆଦୃତ। ମୂର୍ଖ କାଳିଦାସ ନିଜ ଭାରି ଯା ଛଳରେ, ତବ ଶ୍ରୀପୟରେ ମନ ନିବେଶି ଲେଖରେ। ତାପରେ ସୁଦୟା ବହି ବିଦ୍ୟାଦାନ କଲ, ଶ୍ରେଷ୍ଠ ପଣ୍ଡିତ ମଧ୍ୟରେ ଦେଶେ ଚିହ୍ନାଇଲ। ଏହିପରି ରହିଅଛି ଅନେକ ଦୃଷ୍ଟାନ୍ତ, ହେ ଜନନୀ କରେ ତବ ପାଦେ ଦଣ୍ଡବତ। ମୋର ମାନସ ପଟରେ ସବୁବେଳେ ରହି, ପଦ ଅର୍ଥ ଭାବ ଜ୍ଞାନ ଦେବ ଯେ ବତାଇ। ଦେଖିବା ମାତ୍ରକେ ଯେନେ ଏ ଗ୍ରନ୍ଥ ପଣ୍ଡିତେ, ବିଚାରିବେ ମାତ ଆଶୀର୍ବାଦ ଅଛି ଏଥେ। ଏତିକି ମାତ୍ରକ ମାତ ଜଣାଉଛି ମୁହିଁ, ନାମକୁ ମାତ୍ର ଲେଖନି ଯିବି ମୁଁ ଚଳାଇ। ଆବର ଯେତେକ କାର୍ଯ୍ୟ ତୁମ୍ଭେ କରିଯିବ, ଏ ଲିଙ୍ଗ ପୁରାଣ ଯେହ୍ନେ ସର୍ବଶ୍ରେଷ୍ଠ ହେବ। ଏହି ମାତ୍ର ନିବେଦନ ଅଟଇ ଦିନର, ଦୁର୍ଗା ସୁମରିଣ ଲେଖେ ଦାସ କ୍ଷେତ୍ର ଛାର। ଗଣେଶଙ୍କ ବନ୍ଦନା। ନମ ନମ ଗଣନାଥ ଗୌରୀ ନନ୍ଦନ, ନମ ନମ ଗଣନାଥ ବିଘ୍ନ ବିନାଶନ। ନମ ନମ ଗଣନାଥ ଅଜନୀ ସମ୍ଭୂତା, ତ୍ରିଭୁବନ ଜନକରେ ଚରଣ ବନ୍ଦିତା। ସର୍ବକାର୍ଯ୍ୟେ ସୁମଙ୍ଗଳ ପ୍ରଭୁ ଗଣନାଥ, ତେଣୁ ଦେବ ଗଣ ସ୍ଥାନ ଦେଲେ ଯେ ଅଗ୍ରତ। ଶ୍ଵେତ କରିର ମସ୍ତକ ଶୋଭେ ତବ ଶିରେ, ଭଗ୍ନଦନ୍ତ ଥୋର ଅମୃତ ଲଡୁ ଯେ କରେ। ସ୍କନ୍ଧେ ସୁବର୍ଣ୍ଣ ପଇତା ଅତି ମନୋହର, ପୃଥୁଳ ଉଦର ତବ ଅତ୍ୟନ୍ତ ସୁନ୍ଦର। ସର୍ବସିଦ୍ଧି ଦାତା ପ୍ରଭୁ ଦୟା କର ମୋରେ, ତବ ବିଦ୍ୟା ଭଣ୍ଡାରକୁ ଖୋଲି ହସ୍ତରେ। କଣେ ମାତ୍ର ମୋତେ ଦାନ କର ତା ମଧ୍ୟରୁ, ଏତିକି ମାତ୍ର କମାଗେ ହେ ମଣିମା ମେରୁ। ଯେଉଁ ଗ୍ରନ୍ଥ ଲେଖିବାକୁ ବଳାଇଛି ଚିତ୍ତ, ତୁମ୍ଭର ଦୟା ନ ହେଲେ ନ ଚଳିବ ହସ୍ତ।
ଏଥିରେ ସାହାଯ୍ୟ ମୋତେ କରିବେ ଆପଣ। ଏହି ଆଶା ମନେ ପୋଷି ମାଗେ ଶ୍ରୀ ଚରଣ। ଆବର ଯେତେକ ଗ୍ରନ୍ଥ କରନ୍ତି ପଠନ, ତାହାଙ୍କ ପାଶରେ ମୁହିଁ କରେ ନିବେଦନ। ଶ୍ରୋତାବକ୍ତାମାନଙ୍କୁ ଜଣାଏ ସାଦରେ, ଯେବେ କିଛି ଭୁଲ ରହିଥିବ ଏ ଗ୍ରନ୍ଥରେ। ଦୟା ବହିବାରେ ମାତ୍ର ମୋତେ କ୍ଷମା ଦେବେ, ଗଣେଶ ଚରଣ ଚିନ୍ତି ଦାସ କ୍ଷେତ୍ର ଭାବେ। ଶିବଲିଙ୍ଗ ସ୍ଥାପନ। ଶୁଣ ଶୁଣ ସୁଜ୍ଞଜନ ଦେଇ ମନ କର୍ଣ୍ଣ, ଏ ଲିଙ୍ଗ ପୁରାଣ ଗାଥା ଅପୂର୍ବ ବିଧାନ। ଶ୍ରଦ୍ଧା ଓ ଭକତିରେ ଯେ ଜନ ପଢ଼ଇ, ଅନ୍ତକାଳେ ଶିବ ଲୋକେ ଯାଇ ବିଶ୍ରାମଇ। ତ୍ରେତୟା ଯୁଗରେ ଯାହା ଯାହା ଥିଲା ହୋଇ, ସେ ଅଦ୍ଭୁତ ଗାଥା ଅତି ପବିତ୍ର ଅଟଇ। ସେକାଳେ ଲିଙ୍ଗଙ୍କ କଥା କରିଲେ ଶ୍ରବଣ, ଦୟା କରିବେଟି ପ୍ରଭୁ ପାର୍ବତୀ ରମଣ। ସତ୍ୟ ଅନ୍ତରେ ତ୍ରେତୟା ହୋଇଲା ପ୍ରବେଶ, ରାବଣ ଦାନବ କଲା ତିନି ପୁର ଧ୍ୱଂସ। ଦେବତାମାନଙ୍କୁ ବହୁ ଦଣ୍ଡ ସେ ବିହିଲା, ସେମାନଙ୍କୁ ପାଦ ତଳେ ଆଣି ଖଟାଇଲା। ତାର ଅତ୍ୟାଚାରେ ଦେବେ ହୋଇ ଜର୍ଜରିତ, ଧାତା ସହ ପ୍ରବେଶିଲେ କ୍ଷୀରାଦ୍ରିର ତଟ। ସେଠାବରେ ଏକମୁଖ ହୋଇ ଦେବଗଣ, ଡାକିଲେ ବିଷ୍ଣୁଙ୍କୁ ନେତ୍ରୁଲୋତକ ଢାଳିଣ। ତାହାଙ୍କ ଆରତ ଦେଖି କମଳା ନାୟକ, କ୍ଷୀରାଦ୍ରି ତେଜି ମିଳିଲେ ଦେବତାଙ୍କ ପାଖ। ବୋଲିଲେ ସର୍ବଦେବତା କେଣିକି ଯାଉଛ, ବାଟ ବଣା ହୋଇ କିବା ଏଠାରେ ବସିଛ। ଶୁଣି ଦେବତାଏ ମନେ ମହାଭୟ ପାଇ, ପଡ଼ିଲେ କଏକ କାଳେ ବିଭୁ ପାଦ ଧ୍ୟାଇ। ରାବଣର ଅତ୍ୟାଚାର ଗୋଟି ଗୋଟି କରି, କହିଲେ ବିଷ୍ଣୁଙ୍କ ଆଗେ ଅମରେ ବିସ୍ତାରି। ତାହାଙ୍କ ଆରତ ଦେଖି କମଳା ରମଣ, ଆଜ୍ଞା ଦେଲେ ଯାଅ ସର୍ବେ ଗୃହକୁ ଫେରିଣ। ଅଳପ ଦିନରେ ତବ ଦୁଃଖ ହରିଯିବ, ସେ ଦୁଷ୍ଟ ରାବଣ ଆମ୍ଭ ହାତରେ ମରିବ। ରାମ ଅବତାର ଆମ୍ଭେ ହେବୁ ମର୍ତ୍ତ୍ୟପୁରେ, ଏକ ଅଂଶୁ ଚାରି ଭାଇ ଜନ୍ମିବୁ ବିଧିରେ। ଦଶରଥ ନରପତି ଅଯୋଧ୍ୟାରେ ଘର, କୌଶଲ୍ୟା କକେଇ ସୁମିତ୍ରାଦି ରାଣୀ ତାର। ତାଙ୍କର ଉଦରେ ଆମ୍ଭେ ହୋଇବୁ ସମ୍ଭୂତ, ରାମ ରୂପେ ଆମ୍ଭ ନାମ ହୋଇବ ବିଖ୍ୟାତ। କୌଶଲ୍ୟା ଉଦରୁ ଆମ୍ଭ ଜନମ ହୋଇବ, ଦୁଷ୍ଟ ଦାନବଙ୍କୁ ମର୍ତ୍ତ୍ୟ ବିନାଶିବୁ ସର୍ବ। ଏମନ୍ତ କହିଲେ ଯେଣୁ ଜଗତ ଗୋସାଇଁ, ଆନନ୍ଦେ ଫେରିଲେ ଦେବେ ଯେଝାପୁରେ ତହିଁ। ଅଯୋଧ୍ୟାର ରାଜା ଦଶରଥ ଦଣ୍ଡଧର, ପରମ ଧାର୍ମିକ ଜ୍ଞାନୀ ଗୁଣୀ ଅଟେ ବୀର। କୌଶଲ୍ୟା କୈକେୟୀ ପୁଣି ସୁମିତ୍ରା ନାମରେ, ତିନି ଗୋଟି ରାଣୀ ଶ୍ରେଷ୍ଠା ସର୍ବରାଣୀ ପରେ। ପୁତ୍ର ନୁହନ୍ତେ ରାଜନ ଚିନ୍ତିତ ହୋଇଲେ, ଋଷ୍ୟଶୃଙ୍ଗେ ଡକାଇଣ ଯଜ୍ଞ ଏକ କଲେ। ସେ ମହାସାଗରୁ ଚରୁ ଅନ୍ନ ହେଲା ଜାତ, ତାହାଙ୍କୁ ଆନନ୍ଦେ ଆଣି ଅଯୋଧ୍ୟାର ନାଥ।
କୌଶଲ୍ୟା କକେଇଠାରେ କଲେ ସମର୍ପଣ, ସେବେନି ସୁମିତ୍ରାଙ୍କୁ ଅର୍ଦ୍ଧେକ କଲେ ଦାନ। ତିନି ରାଣୀ ଏକାବେଳେ ଗର୍ଭବାସ ହେଲେ, ଚତୁର୍ଦ୍ଧାରୁ ପରେ ବିଷ୍ଣୁ ଗର୍ଭରେ ରହିଲେ। କୌଶଲ୍ୟା ଠାରୁ ଶ୍ରୀରାମ ଜନମ ହୋଇଲେ, କୈକେୟୀ ଠାରୁ ଭରତ ଜନମ ଲଭିଲେ। ଲକ୍ଷ୍ମଣ ଶତ୍ରୁଘ୍ନ ହେଲେ ସୁମିତ୍ରା ଠାରୁ ଜାତ, ଆନନ୍ଦରେ ବଢ଼ିଲେ ଯେ ସେହି ଚାରି ଭ୍ରାତ। ଶଶିକଳା ପରି ଚାରି କୁମର ବଢ଼ିଲେ, କ୍ରମେ ବେଦ ବିଦ୍ୟା ଅସ୍ତ୍ର ଶାସ୍ତ୍ରାଦି ଶିଖିଲେ। ତାଡ଼କା ନାମରେ ଥିଲା ରାକ୍ଷସୀ ଦୁର୍ବାର, ତାକୁ ନାଶିବାକୁ ବିଶ୍ୱାମିତ୍ର ଋଷିବର। ଶ୍ରୀରାମ ଲକ୍ଷ୍ମଣଙ୍କୁ ସେ ସଙ୍ଗେ ଘେନିଗଲେ, ସର୍ବସ୍ତ୍ର ଶସ୍ତ୍ର ବିଦ୍ୟା ତାଙ୍କୁ ଶିଖାଇଲେ। ବିଦ୍ୟା ପାଇବେନି ଭାଇ କରିଲେ ଗମନ, ଅକ୍ଳେଶେ ବିନାଶିଲେ ସେ ତାଡ଼କାର ପ୍ରାଣ। ଋଷିଙ୍କର ଯଜ୍ଞ ସେହି ହର ସେ ରଖିଲେ, ପାଦ ଲଗାଇ ଗୌତମ ନାରୀ ମୁକ୍ତ କଲେ। ଅହଲ୍ୟାକୁ ଚାରି ଋଷି ସଙ୍ଗତରେ ଗଲେ, ନାବିକକୁ ପାଦ ପଦ୍ମ ଧୋଇବାକୁ ଦେଲେ। ନାବକୁ ତାର ସୁବର୍ଣ୍ଣ କଲେ ଦଇତ୍ୟାରି, ମିଥିଳାରେ ମିଳିଲେ ସେ କୌତୁକ କରି। ମିଥିଳାର ନରପତି ଜନକ ରାଜନ, ସୀତା ନାମେ କନ୍ୟା ଥିଲା ତାହାଙ୍କର ଜାଣ। ପଣ କରିଥିଲେ ରାଜା ଯେ ଶିବ ଧନକୁ, ଭାଙ୍ଗିବ ମୁଁ ସୀତା ବିଭା କରିବି ତାହାକୁ। ଅନେକ ଦେଶରୁ ଆସିଥିଲେ ନରପତି, ସେ ଶିବ ଧନୁକୁ କେହି ତୋଳି ନ ପାରନ୍ତି। ଶ୍ରୀରାମ ସେ ଶିବ ଧନୁ ଅକ୍ଳେଶେ ଭାଙ୍ଗିଲେ, ପିତାଙ୍କୁ ଅଯୋଧ୍ୟାପୁରୁ ଡକାଇ ନେଲେ। ଶ୍ରୀରାମ ଭ୍ରତ ଲକ୍ଷ୍ମଣ ଶତ୍ରୁଘ୍ନ ଏ ଚାରି, ଏକାବେଳେ ବିଭା କଲେ ତା ଚାରି କୁମାରୀ। ବିଭା ସାରି ବାଦ୍ୟ ବଜାଇଣ ସେ ଆସିଲେ, ବାଟେ ପରଶୁରାମ ଗର୍ଭ ଦଳନ ସେ କଲେ। ତହୁଁ ଅଯୋଧ୍ୟାରେ ପ୍ରବେଶିଲେ ରଘୁନାଥ, ଆନନ୍ଦପୁରେ ରହିଲେ ସେହି ଚାରି ଭ୍ରାତ। ଯେତେବେଳେ ଭ୍ରତ ଶତ୍ରୁଘ୍ନ ମାମୁଁ ଘର, ଗମନ କରିଲେ ଦେଖିବାର ନିମିତ୍ତର। ଏଣେ ଦଶରଥ ସମସ୍ତଙ୍କ ବିଚାରରେ, ଶ୍ରୀରାମଙ୍କୁ ରାଜ୍ୟ ଦେବା ସ୍ଥିର କଲେ ଖରେ। ସମସ୍ତ ଯୋଗାଡ଼ ମାନ ହେଲା ଆୟୋଜନ, ମନ୍ଥରା ବୁଦ୍ଧିରେ କୈକେୟୀ ଯେ ପଡ଼ିଣ। ରାଜାଙ୍କୁ ସତ୍ୟ କରାଇ ମାଗିଲା ସେ ବର, ରାମ ବନ ଯାଉ ଚତୁର୍ଦ୍ଦଶ ସମ୍ବତ୍ସର। ଭରତ ରାଜନ ହେଉ ଏ ଅଯୋଧ୍ୟାପୁରେ, ଶୁଣି ରାଜନ ଏ ସନ ବସିଲେ ବ୍ୟସ୍ତରେ। ଶୁଣି ଶ୍ରୀରାମ ପିତାଙ୍କ ସତ୍ୟ ରକ୍ଷା ପାଇଁ, ବନସ୍ଥକୁ ବାହାରିଲେ ଯତି ବେଶ ହୋଇ। ଲକ୍ଷ୍ମଣ ଜାନକୀ ତାଙ୍କ ସଙ୍ଗତରେ ଗଲେ, ମହାଘୋର ଅରଣ୍ୟରେ ଯାଇ ବାସ କଲେ। ପୁତ୍ର ଶୋକେ ଦଶରଥ ତ୍ୟଜିଲେ ଜୀବନ, ବାର୍ତ୍ତା ପାଇ ଭରତ ଯେ ଆସିଲେ ବହନ। ପିତୃକ୍ରିୟା ବିଧି ମତେ ସମାପନ କଲେ, ଶ୍ରୀରାମଙ୍କୁ ଫେରାଇବା ପାଇଁ ବନେ ଗଲେ। ନ ଆସିଣ ରାମ ଦେଲେ ପାଦୁକା ତାହାଙ୍କୁ,
ଘେନି ଭରତ ଆସିଲେ ଅଯୋଧ୍ୟାପୁରକୁ। ପାଦୁକାକୁ ରାଜା କରି ଜ୍ୟୋତି ବେଶ ଧରି ପାତ୍ରପଣେ ରାଜ୍ୟକୁ ପାଳିଲେ ଯତ୍ନ କରି। ତେଣୁ ଶ୍ରୀରାମ ଲକ୍ଷ୍ମଣ ସୀତା ତିନି ଜଣ ଅରଣ୍ୟରେ ବାସ କଲେ ଆନନ୍ଦ ହୋଇଣ। ପ୍ରତିଦିନ ମୃତ୍ତିକାରେ ଶିବଲିଙ୍ଗ କରି ବନସ୍ତରେ ପୂଜା କଲେ ପ୍ରଭୁ ଚାପଧାରୀ। ଜୀବନ୍ୟାସ ମନ୍ତ୍ର ଦେଇ ବିଧିରେ ପୂଜିଲେ ଶ୍ରୀରାମଙ୍କ ପ୍ରଭାବରେ ପାଷାଣ ସେ ହେଲେ। ଯେତେ ଲିଙ୍ଗ ରଘୁନାଥ କରିଲେ ସ୍ଥାପନ ସର୍ବେ ମୃତ୍ତିକା ପାଷାଣ ରୂପକୁ ଧାରଣ। କରିଣ ଅବଧି ସେହି ବିରାଜି ଅଛନ୍ତି ଲିଙ୍ଗ ପରିମାଣ ଶୁଣ ଆହେ ଶୁଦ୍ଧମତି। ପ୍ରତିଦିନ ସହସ୍ରେକ ପରିମାଣେ ରାମ ପୂଜା କରୁଥିଲେ ସେହି ଦେବଙ୍କୁ ଉତ୍ତମ। ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଦିଗରେ ଭାରତ ବର୍ଷକୁ ବଳି ଗଲେ ଯେ ସ୍ଥାନରେ। ଯେଉଁ ଦିଗେ ଯେଉଁ ଲିଙ୍ଗ ରହିଣ ଅଛନ୍ତି ତାହା ବୁଝାଇ କହୁଛି ଶୁଣ ଡେରି ଶ୍ରୁତି। ଯୋଗଧାର ଲିଙ୍ଗ ପୂର୍ବ ଦିଗରେ ରହିଲେ ମତ୍ସ୍ୟ ଦେଶ ପରିଜନ୍ତେ ଯେତେ ସ୍ଥାନ ଗଲେ। କ୍ଷେତ୍ର ଠାରୁ ବ୍ରହ୍ମ ଦେଶ ପରିଜନ୍ତେ ସ୍ଥାନ ସମକଳ୍ପ ଲିଙ୍ଗ ଯେ ରହିଲେ ମଧ୍ୟେଣ। ଋଷି ମହେଶ୍ୱର ନାମେ ଯେ ଲିଙ୍ଗ ପ୍ରଧାନ ଯୋଗ ମନ୍ଦିରରେ ସେହି କଲେ ଅଧିଷ୍ଠାନ। ଦେବକଳ୍ପେ ନାମ ଯେତେ ଲିଙ୍ଗ ବିଦ୍ୟମାନ ଜଗତ ରକ୍ଷାକାରୀ ଗଙ୍ଗାଧରଙ୍କ ପ୍ରଧାନ। ବେଦ ଦେଶ ଦେବ ରକ୍ଷ ଲିଙ୍ଗ ଯେ ରହିଲେ ପବନ ଯେ ଯୋଗୀବର ତହିଁ ବିଜେ କଲେ। ସେ ସ୍ଥାନେ ଆସନ 5 ଲକ୍ଷ ଯେ ଯୋଜନ ବିଦିତ ବନ ମଧ୍ୟରେ ନାମ ଶୁଭ୍ରସେନ। ସେ ପବନ ଯଜ୍ଞ ତ୍ରିଲିଙ୍ଗକୁ ରକ୍ଷ ଗଣ ବିଧି ମତେ ସେବା ପୂଜା କଲେ ପ୍ରତିଦିନ। ସେ ଲିଙ୍ଗ ଶକ୍ତି ପ୍ରଭାବେ ରହି ତେଜବନ୍ତ ଭବଲିଙ୍ଗ ନଭ ଦେଶେ ହୋଇଲେ ବିଦିତ। ସେ ନଭ ଦେଶ ଲିଙ୍ଗଙ୍କ ମଧ୍ୟରେ ଶ୍ରେଷ୍ଠତର ବେଦବର ନାମ 1 ଲକ୍ଷ ଲିଙ୍ଗ ପର। ଯେତେବେଳେ ପଶୁ ଯଜ୍ଞ କଲେ ଦେବଗଣ ମନ୍ତ୍ର ମନ୍ତ୍ର କର୍ମେ ତାଙ୍କୁ କଲେ ଆରାଧନ। ଏସନ ଘଟଣା ଦେଖି ନିଜେ ପ୍ରଜାପତି ବୈକାର ନାମରେ ଦେବ ରଚିଣ ଝଟତି। ସେ ସ୍ଥାନରେ ସେ ଦେବକୁ ବିଖ୍ୟାତ କରିଲେ ସେ ବେଦ ମନ୍ତ୍ର ପ୍ରଭାବେ ଲିଙ୍ଗକୁ ପୂଜିଲେ। ତିଳ ପୁଷ୍ପ ନୀଳ କମଳରେ ଆରାଧନ କରନ୍ତେ ସେ ବୈଦ୍ୟେଶ୍ୱର ନାମକୁ ଧାରଣ। କରିଣ ନିଜ ମହିମା ତହିଁ ପ୍ରକାଶିଲେ ଯେ ଯାହା ବାଞ୍ଛା କରିଲା ତାହା ପୂର୍ଣ୍ଣ କଲେ। ଦେବନାଗ ନର ରକ୍ଷ ଗନ୍ଧର୍ବ କିନ୍ନର ସର୍ବେ ପୂଜା କଲେ ଯାଇ ଅତ୍ୟନ୍ତ ଭକ୍ତିର। ଉପାୟନ ପାଇ ପ୍ରଭୁ ପଶିଲେ ଶରଣ ଏ ଅଧମ ପ୍ରତି କୃପା କରନ୍ତୁ ଈଶାନ। ଏହିପରି ଯେ ଯାହାର ଦୁଃଖକୁ ଜଣାନ୍ତି ଶୂନ୍ୟରେ ଶବଦ ଶିବ ତହିଁ ଯେ କରନ୍ତି। ବୋଲନ୍ତି ହେ ଭକ୍ତଗଣ ଅଗମ୍ୟ ଏ ସ୍ଥାନ ଗୋପନରେ ଆସି ପୂଜା କରିବ ଚରଣ। ବହୁତ ମେଳି ହୋଇଲେ ଗୋଳ ଉପୁଜିବ ମୋହର ଏ ଆସ୍ଥାନଟି ଅପବିତ୍ର ହେବ।
ତେଣୁ ଗୋପନରେ ନିଜ ନିଜ ଦୁଃଖ ମାନ ଜଣାଇ କାରଣ ହେବ ସର୍ବଭକ୍ତଗଣ। ଏ ସ୍ଥାନେ ନିଅନ୍ତା ବୋଲି ବୃକ୍ଷେ କଛଇ ସେ ବୃକ୍ଷର ମୂଳ ଗୋଟି ଲୋକେ ଦୃଶ୍ୟ ନହିଁ। ଶିବଙ୍କ ଚରଣେ ଯାର ମତି ଦୃଢ଼େ ଥିବ ସେହି ଲୋକ ସେ ବୃକ୍ଷକୁ ଦେଖି ନ ପାରିବ। ମୂଢ଼ କପଟି ଯେ ମିଥ୍ୟାବାଦୀ ପ୍ରବଞ୍ଚକ ଏମାନଙ୍କୁ ଦୃଶ୍ୟ ନହେ କିଞ୍ଚିତ ମାତ୍ରକ। ସେ ସ୍ଥାନେ ସେ ବୃକ୍ଷ ସାମନାରେ ରହିଥାଇ ପୁଣି ସୁନା ପରିଲତା ତହିଁ ମାଡ଼ିଥାଇ। ସେ ବୃକ୍ଷ ପ୍ରସାଦେ ଶିବ ପ୍ରସନ୍ନ ହୁଅନ୍ତି। ସାବଧାନେ ଶୁଣ ସେ ବୃକ୍ଷର ପୂଜାରୀତି। ସୋମବାରେ ଆରଦ୍ରା ନକ୍ଷତ୍ର ଥିବ ହୋଇ ସୂଚିବନ୍ତ ହୋଇ ସେ ବୃକ୍ଷକୁ ସେବ ଯାଇ। ଗୁଆ ଘୃତର ଆହୁତି ସେ ବୃକ୍ଷକୁ ଦେବ ବିଲ୍ୱପତ୍ରରେ ସମିଧ ତହିଁ ଦେଉଥିବ। ଭକ୍ତି ଭରେ ହୋଇ କାର୍ଯ୍ୟ କରି ସମାପନ 7 ଜଣ ଦ୍ୱିଜ ତହିଁ କରାଇ ଭୋଜନ। ବିଧି ମତେ ସେ ବ୍ରାହ୍ମଣେ ଦକ୍ଷିଣା ଯେ ଦେବ ସନ୍ତୋଷ କରିଣ ତାଙ୍କୁ ବିଦାୟ କରିବ। ତହୁଁ କେହି ନ ଦେଖିବେ ଅତି ଗୋପନରେ ସେ ବୃକ୍ଷ ମୂଳ ଆଣିବ ଅତ୍ୟନ୍ତ ଯତ୍ନରେ। ଦକ୍ଷିଣକୁ ମୁଖ କରି ଭୋଜନ କରିବ ସେ ବୃକ୍ଷର ଶେଷ ମାତ୍ର କିଛି ନ ରଖିବ। ମୋର ବରେ ଏହିପରି କରଇ ଯେ ଜନ ସର୍ବବ୍ୟାଧି ଦୁଃଖ ତାର ହୁଅଇ ବିଲୀନ। ଏମ ଶ୍ରୀମୁଖ ବଚନ ଆନ ଯେ ନୁହଇ ଏହା କହି ଦେବ ଦେବ ଅନ୍ତର୍ଧ୍ୟାନ ହୋଇ। ସେହିଦିନ ଝାଡ଼ଖଣ୍ଡ ଦିବ୍ୟନାଥ ଖ୍ୟାତ ସେହିଦିନ ଝାଡ଼ଖଣ୍ଡ ବୈଦ୍ୟନାଥ ଖ୍ୟାତ। ବୃକ୍ଷ କୋଟି ଲିଙ୍ଗ ମଧ୍ୟେ ଅଟନ୍ତି ମହତ ଏହି ବୈଦ୍ୟେଶ୍ୱର ଲିଙ୍ଗ ଲଙ୍କାର ରାଜନ। ନାରଦଙ୍କ ଉପଦେଶ କନ୍ଧରେ ବହିଣ ଲଙ୍କାରେ ରଖି ପୂଜିବ ବୋଲି ସେ ବିଚାରି। ଅତ୍ୟନ୍ତ ଆନନ୍ଦେ ରକ୍ଷ ଆଣେ ବହି କରି ଦୈବେଚା ବାଟେ ରାବଣକୁ ପ୍ରସାବ ମାଡ଼ିଲା। ଲିଙ୍ଗକୁ ସେ ତଳେ ରଖି ପରିସ୍ରା କରିଲା। ରାକ୍ଷସ ବୋଧ ଶୁଦ୍ଧ ନ କରି ଶରୀର ଲିଙ୍ଗକୁ ଧରିଣ ରାଜା ଆସେ ଶିର ପର। ବେନି ବାହୁରେ ଉଠାଇ ତିଳେ ନ ପାରିଲା କି କରିବି ବୋଲି ଅତି ସନ୍ତାପିତ ହେଲା। ଶ୍ରମ ଭରେ କ୍ରୋଧେ ସେହି ରାକ୍ଷସ ଈଶ୍ୱର ବିଧା ମାରି ମାଟିକି ବିଦାରି ସେହି ଠାର। ଲିଙ୍ଗକୁ ପକାଇ ମୁଥେ ପ୍ରହାର କରନ୍ତେ କ୍ରୋଧେ ଶିବ ବୋଇଲେ ଶୁଣରେ ରକ୍ଷନାଥେ। 56 ଗଣ୍ଡା ଯୁଗକୁ ପାଇଅଛୁ ବର ତାହା ଭୋଗି ନ ପାରିବୁ ରେ ରକ୍ଷ ପାମର। ବେଳୁ ବେଳ ପାପ କର୍ମେ ବଳିବ ତୋ ମତି ସେହି ପାପେ ବ୍ରହ୍ମା ବର ହେବ ବିନଶ୍ୟତି। ଜାଣିଥା ଶ୍ରୀରାମ ନାରୀ ସୀତା ନାମ ଯାର ତାକୁ ହରିଲେ ମରଣ ତୋହର ନିକର। ଏସନ କହନ୍ତେ ଲିଙ୍ଗ କ୍ରୋଧେ ଦୈତ୍ୟବର ରାଗରେ ପୁଣି ପ୍ରସାବ କଲାକ ସେଠାର। ତହୁଁ ବିରସ ମନରେ ଫେରିଣ ଆସିଲା ନିଜ ପୁରୀ ଲଙ୍କା ଭୁବନରେ ସେ ରହିଲା। ସେହି ସେ ଲିଙ୍ଗ ପ୍ରଧାନ ପୃଥ୍ୱୀଙ୍କ ଧାରଣ 600 କୋଟି ଲିଙ୍ଗ କର ସେ ଧାରଣା ପୂର୍ଣ୍ଣ।
ଶୁଣ ହେ ଭାବୁକେ ଥୁ ଅନ୍ତେ ଦେଇ ମନ, ଯେଦିଗେ ଯେ ଲିଙ୍ଗ ମାନ କଲେ ଅଧିଷ୍ଠାନ। ସଂକ୍ଷେପେ ପ୍ରଧାନ ପ୍ରଧାନ ଯାହା କିଛି ମୁହିଁ କହୁଅଛି ଶୁଣ ସର୍ବେ ପାପ ଦୂର ଯାଇ। ଏଥୁ ଅନନ୍ତରେ ଚରିତ ଶୁଣ ଦେଇ ମନ, ଯାହାଙ୍କ ମୂଳରେ ଲିଙ୍ଗ ଅଶେଷ ବନ୍ଧନ। କରାଚି ନଗରେ ଲିଙ୍ଗ 60 ଶସ୍ତ୍ର ରହି, ମୂର୍ତ୍ତି ସଂଗ୍ରହ କରିଣ ପୂଜା କଲେ ରହି। ଚତୁର୍ଦଶ ଭୁବନରେ ଯେତେ ଯେତେ ସ୍ଥାନ, ଗ୍ରାମେ ଗ୍ରାମେ ରହିଲେ ସେ କରି ନିକେତନ। ଭଦ୍ର ଭଟ୍ଟାଚାର୍ଯ୍ୟ ଦେଶେ ଯାଜପୁର ନାମ, 51 କୋଟି ଲିଙ୍ଗ ତହିଁ ବିଦ୍ୟମାନ। ସବୁଠାରୁ ଶ୍ରେଷ୍ଠ ଅଟେ ନାଗ ତ୍ରିଲୋଚନ, ଯେ ନାମେ ଉତ୍ତର ଗଣ ପାତାଳେ ଗମନ। ମଦ୍ରେଶ୍ୱର ରହିଲେ ଯେ କରି ପୁରସ୍କାର, ବରଡ଼ରେ ବାସ କଲେ ବରଡ଼ ଈଶ୍ୱର। ଆରଡ଼େଶ୍ୱରଙ୍କ ସ୍ଥାନେ ଗାରଡ଼ି ନଥାଇ, ନାଗକଳ୍ପେ ନାମ ଗୋଟି କରି ନ ଜଗାଇ। କୋଟି ଲିଙ୍ଗ ଅଧିପତି ଭୁବନ ଈଶ୍ୱର, ଭୁବନର ଅଧିପତି କପିଳ ଈଶ୍ୱର। କ୍ଷେତ୍ରେ ବିଶ୍ରାମିଲେ ଲିଙ୍ଗ କୋଟି 59, ଜଗତ ପବିତ୍ର କରେ ଲୋକେ ଲୋକନାଥ। ବଦ୍ରିନାଥ ବୋଲିଣ ଯେ ଏକ ମହେଶ୍ୱର, ସ୍ଥାପିତ ଅଛନ୍ତି ଦେବ କର୍ମେ ଅଧୀଶ୍ୱର। ଜଳତ୍ରୀ ବୋଲିଣ ଜନେ ଜନେ କଳ୍ପତରୁ, କେଦାର ମନ୍ମଥେ ପଟୁ ମନ ମଧ୍ୟ ଗୁରୁ। ଓସତୀ ରଙ୍ଗଣୀ ପତି ଦିବାଗତ ନାମ, ଦକ୍ଷିଣେ ସ୍ଥାପିଲେ ରାମେଶ୍ୱର ବୋଲି ଜାଣ। ସେ ଦେଶରେ ଲିଙ୍ଗ ଛନ୍ତି ଅପାରୁ ଅପାର, ଲିଙ୍ଗବାଣୀ ରହିଲେ ଯେ ମଜକା ଦେଶର। ହିନ୍ଦୁ ହୋଇ ଜଳ ଦେବ ଯେ ବା ତାଙ୍କ ଶିରେ, ମନ୍ତ୍ର ପୁତେ ପୂଜିବ ଯେ ଶ୍ରୀଫଳ ପତ୍ରରେ। ବରଷେ ପାଇବ ନେତ୍ର ହେବ ପ୍ରକୁପିତ, ଚାହାନ୍ତେ କେ ନିଚ କୂଳ ହେବେ ପ୍ରାଣେ ହତ। ତାଙ୍କ ବରେ କେବେ ହେ ପ୍ରମାଦ ନ ଘଟିବ, ତାଙ୍କୁ ମାରିବାକୁ କେହି ସମର୍ଥ ନହିବ। ଏମନ୍ତେ ପଶ୍ଚିମେ ଲିଙ୍ଗ ପାର ରହିଲେ, ନିର୍ଜନ ସ୍ଥାନରେ ରହି ଅପୂଜା ହୋଇଲେ। ବୁଦ୍ଧେଶ୍ୱର ବୋଲି ଲିଙ୍ଗ ପଶ୍ଚିମ ଦେଶରେ, ମତି ମନ୍ମନ୍ତରେ ନାମ ଧୃତି ଦମ୍ଭସରେ। ନାଗକୁଳ ନାମ ଶୁଣି ଗାତ୍ର କମ୍ପମାନ, ନର୍ମଦେଶ୍ୱର ବୋଲିଣ ତାହାଙ୍କର ନାମ। ନାମ ଶୁଣି କାଳ ଯେ ପଳାନ୍ତି ଦୂର ହୋଇ, ଯୋଜନ ଗନ୍ଧର୍ବ ଦେଖି ପଥ ଆଡ଼େ ଯାଇ। ନିରବଧି ପୂଜନ୍ତେ ସେ ହୁଅନ୍ତି ପ୍ରସନ୍ନ, ଯଜାତି ନବରେ ଖ୍ୟାତ ତାହାଙ୍କର ନାମ। ସମସ୍ତ ନଦୀର ମଧ୍ୟେ ପବିତ୍ର ତାରିଣୀ, ଯେଉଁ ନାମ ସଂକଳ୍ପରେ ସର୍ବଶାସ୍ତ୍ରେ ଭଣି। ଆବର ଦ୍ୱାରକାନାଥ ଦ୍ୱାରପାଳ ହେଲେ, ମହେଶ୍ୱର ଯୋଗ ଶାସ୍ତ୍ରେ ଯୁଗେ ଯୁଗେ ଗଲେ। ଦେଖିଲେ ଶୁଣିଲେ ଗ୍ରନ୍ଥ ଅନର୍ଥ ଘଟଇ, ପ୍ରଳୟ କାଳ ଜାଣିଲେ ଭାବ ଯେ ମିଳଇ। ଏକମାତ୍ର ଗୁରୁଜନ ପଣ୍ଡିତଙ୍କ ଠାରୁ, ଶୁଣିଲେ ହରଇ ପାପ ଅଶେଷ ଜନ୍ମରୁ। ତାହାର ଉତ୍ତର ଅଟେ ହିମର ସାଗର, ଗଣ୍ଡଗେହ ପର୍ବତ ଯେ ଉତ୍ତର ଦିଗର। ଦିଗମାନଙ୍କର ଶ୍ରେଷ୍ଠ ଉତ୍ତର ଅଟଇ,
ପଶୁପତି ବ୍ରହ୍ମନାଥ ଲିଙ୍ଗ ପୂର୍ଣ୍ଣମୟୀ। ଶତଦଳ ପତ୍ରକାରୀ ଯଜ୍ଞଙ୍କର ସାର, ଅଜୟ କଲେ କପୁର କରିଣ ସଂସ୍କାର। ନେତ୍ର ମନ ରଥ ମଣି ଭୁବନେ ରଖିଲେ, ପାତାଳପୁରରୁ ସୁମନ୍ତ୍ରକୁ ଅଣାଇଲେ। ଦେବ ଦେଖି ମଣି ବନ୍ଧ କବଚ କରନ୍ତି, ନାନା ସ୍ତୋତ୍ର ପରିବନ୍ଧେ ସ୍ତବ ସେ ପଢ଼ନ୍ତି। ପାର ଅପାର ମଧ୍ୟରେ ଯେତେ ମୂର୍ତ୍ତି ଥିଲେ, ବେଦ ବ୍ୟାସ ନେଇ ତାହା ମୋତେ ଆଚ୍ଛାଦିଲେ। ନାଭି ଗୟା କ୍ଷେତ୍ର ମଧ୍ୟେ ଏକ ମୂର୍ତ୍ତି ଗଲା, ପଶୁପତିନାଥ କୁଣ୍ଡେ ନିୟୋଜିତ କଲା। ଜନମାନେ ଦେଖିଣ ବୋଇଲେ ଧନ୍ୟ ଧନ୍ୟ, ଗଦାଧରଙ୍କ ମହିମା ସୁଗତି ସମ୍ପନ୍ନ। ନୀଳଦନ୍ତେ ତିଳ ଫୁଲ ହରସନ ପାଇ, ଜବା ପୁଷ୍ପ ବାସ୍ନା ଘାତେ ପୃଥିବୀ ମୋହଇ। ମୋହିତ ହୋଇଣ ଯକ୍ଷ କରନ୍ତି ଆମୋଦ, ଏ ଲିଙ୍ଗ ପୁରାଣେ ଦେଖି ଦେବ କର୍ମ ବନ୍ଧ। ଚନ୍ଦ୍ରମଣି କରିଣ ଯେ ବେଦ ଉଚ୍ଚାରିଲେ, ପ୍ରତ୍ୟେକ ପଦରେ ବେଦ ମାନ ଯୋଗ କଲେ। ଦକ୍ଷିଣ ସକଳ ଦେବେ ଲଭିଲେ ହରସ, ମଣିଭଦ୍ରା ଜନମିଲେ ପଶୁପତିନାଥ। ତାହାର ହିଁ ବାହନ ନିଚଳପତି ନାମ, ମାର୍କଣ୍ଡ ପୁରାଣେ ତାହା କଲଇଁ ବର୍ଣ୍ଣନ। ଈଶ୍ୱରଙ୍କ ଅଧିଷ୍ଠାନେ ଜାତ ଦୟଦ୍ରଥ, ପିତା ଅପମାନେ ରୋଷେ କୁଟେ ହେଲା ହତ। ସକଟ ସେ ସୂଚି ମନା ମୋହେ ନାଗ ବ୍ୟୁହ, ଏଥିରେ ନାଶ ନ ଗଲା ତାହାର ହିଁ ଦେହ। ଚକ୍ରକଳ୍ପେ ଯନ୍ତ୍ର ତତ୍ତ୍ୱ ମାଳ ମାନ କହି, ଗୁରୁ ସେବା ସର୍ବଶାସ୍ତ୍ରେ ଭାବରେ ମଜଇ। ଯେବା ଚିତ୍ତେ ସେବା ନାମ କରିଣ ସ୍ମରଣ, ନିର୍ବନ୍ଧେ ରଖିବେ ତାକୁ ଦେବ ନାରାୟଣ। ତ୍ରିଲୋକେଶ ବାମଦେବ ମହାଦେବ ନାମ, ଯେ ନାମେ ସେ ମନ୍ତେ ଗତି ଯେବା ମନ୍ତ୍ର ଧାମ। ଶିବ ରକ୍ଷ ସହସ୍ର ନାମ ମଧ୍ୟାହ୍ନେ ସ୍ତବନ, ଯେ ପାଠେ ଯେ ମନ୍ତେ ରୀତି ଯେବା କୃତ ଧର୍ମ। ଅଧମୁଖେ ବେଦ ବିଦ୍ୟା ନିଗମରେ ଥିଲେ, ବେଦ ବେଢ଼ା ବ୍ୟାସ ଦେବ ସମସ୍ତ ଜାଣିଲେ। ଶୁଣାଇଲେ ଚତୁର୍ବେଦ ହୋଇ ଏକ ମୁଖ, ବେନି ବେଦ ଗୋପନେ ରଖିଲେ ନାମ କଳ୍ପ। ଶୁଣିଣ ସୁଜନ ମାନେ ବୋଲ ହରି ବାଣୀ, ଯେ ନାମରେ ତରି ଯିବ ଭବ ତରଙ୍ଗିଣୀ। କଜୈମିନୀଙ୍କ ଅଗ୍ରତେ ବ୍ୟାସ ଦେବ କହି, ଅଷ୍ଟାଦଶ ପୁରାଣର ସାରସ୍ୱତ ଏହି। ଦିନ କ୍ଷେତ୍ରବାସୀ କରେ ପ୍ରାକୃତେ ଲେଖନ, ହେ ସୁଜନ ମାନେ ମୋର ଦୋଷ ଯେନ ଘେନ। ନିନ୍ଦିତ ରହସ୍ୟ ଗ୍ରନ୍ଥ ପରା ଭବିଜନ, ଶୁଣିଲେ ଏହି ପୁରାଣ ଲଭିବେ କାରଣ। ଏ ଲିଙ୍ଗ ପୁରାଣ ଗ୍ରନ୍ଥେ ଚତୁ ଅଧ୍ୟାୟ ସାର, ବ୍ୟାସ ମହର୍ଷି କହିଲେ ଜୈମିନୀ ଆଗର। ଇତି ଶ୍ରୀଲିଙ୍ଗ ପୁରାଣେ ବ୍ୟାସ ଜୈମିନୀ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟ।